भगवान रामचंद्र अच्छा अयोध्या जय कर सारे विभीषण कहले प्रभु आपण बहुत कष्ट मत राज्य अभिषिक्त कर अच्छा तेणु किसी दिन आपण ये रही जा ठीक लक्ष्मण सम्मति प्रकाश कले अच्छा कहले किसी दिन से रही हाँ रामचंद्र कौन कहले जानते ना अति स्वर्गमयी लंका नमे लक्षण रोचते जननी जन्मभूमि जदियो लंका का स्वर्ण निर्मित अच्छा हेले जननी और जन्मभूमि ये स्वर्ग ठार महा ठीक जे कौन से कार्य करने गले प्रथम माँ बापा परवंदना कर निश्चय कहीं आमर शरीर की पांचटी तत्व निर्मित कौन कौन गोटे माटी गोटे आकाश गोटे वायु गोटे पानी गोटे तेज अच्छा माटी आकाश प्रथम शब्द माँ और अच्छा ये शरीर भीतर को माटी और आकाश दुईटी तत्व आसुची वायु और पानी बापा को अच्छा भगवान को तेणु आमर ये तीन जन को प्रथम ध्यान करना उचित कारण ये तीन जन तत्व माँ माटी और आकाश तत्व बापा वायु और पानी तत्व और परमात्मा तेज तत्व ठीक पांचटी तत्व मिसिक शरीर गठन बापा केतला है पारे कि मां गोटे सोना भाई अच्छा जार खाइछे हां जार थारु किछि जति आनिछे हां किछि पाइछे हां ताको जति न दबा तार जति गुणगान न करिवा अच्छा ताले हमें कृतज्ञ होई जिवा जार खाइछे तारे गाइबा तेणु मां बापा प्रभु कथा जति कि पाइछे हां ताले ताको मधे किछि दबा निश्चय हम कहि करिवा ताकर पद वंदना करिवा तेणु सर्वप्रथम मां और बापा कर वंदना कराबे अच्छा दिने जयदेव विचार करथिले हां जब सार गाइबा लिखिबा गीत काईकी गाइबी ठीक स्वयं कृते अदिते न तोषयस्यामि हम हरि आहा मु निजे किछि गीत लिखिति भगवान को संतोष करे अच्छा ए अपिंसर मध्य चिंता कला हां आदि जो गाइबा ठीक तारे निचर लिखित पदरी किछि गाइबा अच्छा कोन मां को अगना करथि केमिति मागो करुणा चिंपाओ हेला नजो मागो करुणा चिंपाओ हेला नजो मागो करुणा चिंपाओ मुझे की नागा सोमने मोहिरस मुझे की नागा सोमने मोहिरस मोनारे पकाई करू ये समस्त जंतु तोर पुओ अच्छा वो परस के पुओ ठीक है तोर पातर नमस्कार करवा लेती ठीक है ना आहा वो प्रमाण सहित कहूची केमिति तते के को पुओ माने कोन करी तू ताके कोन देइछा मते कोन न देइ अच्छा कोन प्रथम रे कहले हां मूर्ख कालिदास किले संतोष कला देखाई दे तुमा करुणा मूर्ख कालिदास
ସଖିରେ ସନ୍ତୋଷ ଦେଲା ଯେ ମାରାଇ ଦେଲୁ କରୁଣା ବନ୍ଦ ମୂର୍ଖକୁ ପଣ୍ଡିତ କରିଲୁ ବନ୍ଦ ମୂର୍ଖକୁ ପଣ୍ଡିତ କରିଲୁ ବୋଲି କରା ବାଦେ କୀର୍ତ୍ତି ବାଜଣା କରୁଣା କିମ୍ବା କାଥିଲି କାକା କଥା ଜଣା କରୁଣା କିମ୍ବା ଭାଇରେ ସର୍ବସ୍ତ କାଳ ବିଷୟ ବିଶାଳ ଆଚ୍ଛା କାଳ ହଉଛି କମ ଠିକ ବିଷୟ ହଉଛି ବହୁତ ଆଚ୍ଛା ତେଣୁକରି ଅତି କମ ସମୟରେ ପଦେ ପଦେ ଗାଇବେ ନିଶ୍ଚୟ ଇଏ ତ ମାଆକୁ ବନ୍ଦନା କଲେ ହଁ ବାପାଙ୍କୁ ପଦେ ଡାକିଦେବ ଆଚ୍ଛା କଣ ବୋଲି ଡାକିବା ମନ୍ଦ ଚିତ୍ତ ନନ୍ଦ ନନ୍ଦରେ ରସ ମନ୍ଦ ଚିତ୍ତ ନନ୍ଦ ନନ୍ଦନେ ରସରେ ମନ୍ଦ ଚିତ୍ତ ନନ୍ଦ ନନ୍ଦନେ ରସରେ ହେ ନନ୍ଦ ଚିତ୍ତ ହେ ପୁରମାନସ ନନ୍ଦ ନନ୍ଦନଙ୍କ ଚରଣାରବିନ୍ଦରେ କଥା ଲଗାଅ ଆରେ କିପରି ସେ କୃଷ୍ଣ କିପରି ହେ ଆଦି କନ୍ଦ ନନ୍ଦ ସୁତ ହରି ଗୋବିନ୍ଦ ହେ ଆଦି କନ୍ଦ ନନ୍ଦ ସୁତ ହରି ଗୋବିନ୍ଦ ହରି ସେ ପଦ କନ୍ଦ ହୃଦୟ କନ୍ଦ କନ୍ଦ ପୂର୍ଣ୍ଣ କରେ ନନ୍ଦ ଚିତ୍ତ ନନ୍ଦ ନନ୍ଦନେ ରସରେ ନନ୍ଦ ଚିତ୍ତ ନନ୍ଦ ନନ୍ଦନେ ରସରେ ମନ୍ଦ ଚିତ୍ତ ନନ୍ଦ ନନ୍ଦନେ ରସରେ ଗୁଣ ଶୁଦ୍ଧ ଜନମାନେ ଦେଇ ମନ କନ ଏକ ତାର ବଳୟ ଦେ ବିଚିତ୍ର ବିଧାନ ଦିନେ ପାଞ୍ଚ ଅଙ୍ଗୁଳି ବସିନ ଏକାନ୍ତରେ ହସି ରସି ଭାସୁଥିଲେ ଅନେକ ପ୍ରକାରେ କହୁ କହୁ କବଡ଼ିମା ପାଞ୍ଚଟି ଅଙ୍ଗୁଳି ପରସ୍ପର ମଧ୍ୟରେ ବୁଝି ଗଲା କଳି ବୁଧାଙ୍ଗୁଷ୍ଟ କହେ ଧୀରେ ପ୍ରକୃତି ଦଶରେ ମୋଟଇ ବଡ଼ ପାଞ୍ଚ ଜଣଙ୍କ ମଧ୍ୟରେ ମୁସଲମାନ ମୋଟା ତୁମ୍ଭେ ମାନେ ମୁହଁ କେହି ରାଜାଭିଷେକେ ମୁଁ ପରାଜିର ପ୍ରତିୟଇ ଜୟ ରାମ ରାମ ହେ ଗୋବିନ୍ଦ ଭଜ ରାମ ରାମ ଘରେ ବସିଗଲା ଚାଲିଚିଆ ଭାଇରେ ତୁମେ ପାଞ୍ଚ ଅଙ୍ଗୁଳି ରହିକରି କଥାବାର୍ତ୍ତା କହୁ କହୁ ଇଏ କହିଲା ମୁଁ ବଡ଼ ସିଏ କହିଲା ମୁଁ ବଡ଼ ଏମିତି କଳି ସୃଷ୍ଟି ହେଇଗଲା ହେଲେ ଖାଲି ବଡ଼ ବୋଇଲେ ତ ହବନି ସେ କହିଲା ଆରେ ଆମେ କିଛି ଚାଲୁ ନାହିଁ ତାର ହଉଛି ପ୍ରମାଣ ଦେବାକୁ ପଡିବ ଆଚ୍ଛା ତେଣୁ ବୃଦ୍ଧାଙ୍ଗୁଷ୍ଟ କହିଲା ମୁଁ ହଉଛି ଏକରେ ସବୁଠାରୁ ମୋଟା ଗୋଲ୍ଡ ଇଜି ଗୋଲ୍ଡ ଦ୍ୱିତୀୟରେ ଯେତେବେଳେ ମତେ କୁହାଉଛି ବୁଢା ମତି ବୋଲି ଯିଏ ବୟସରେ ବଡ ହେଇଥିବ ତାକୁ ସିନା ବୁଢା ବୋଲି କୁହାଯିବ ତେଣୁ ସେ ନାମକରଣ ଦୃଷ୍ଟିରୁ ମୁଁ ମଧ୍ୟ ବଡ ବଡ ତୃତୀୟ କଥା ହେଲା ଦେଶର ମୁଖ୍ୟ ହେଉଛନ୍ତି ରାଜା ଠିକ ରାଜାଙ୍କର ଯେତେବେଳେ ଅଭିଷେକ ହୁଏ ହଁ ସେତେବେଳେ ରାଜପୁରୋହିତ ଯାଇକି ମୋ ଏକ ତିଳକ ଦିଅନ୍ତି ଆଚ୍ଛା ତେଣୁକରି ମୁଁ ହେଲି ସମସ୍ତଙ୍କ ଠାରୁ ବଡ ହଁ ଏ କଥା ଶୁଣିଲା ତା ପାଖେ ଥିଲା ତର୍ଜନୀ ଦେଖ ପଡିଲା ତା ଶୁଣି ତର୍ଜନୀ ତର୍ଜନ କରିଣ କହେ ହେ ମନେ ଭାଇ ଆହେ ଜନେ କହେ ହେ ମନେ ଭାଇ ଗୋଳି ଗୋଳି ବୁଢା ଏବେ ତୁ ଅଲୋଡ଼ା କେତେ ହେ ଉଛୁଅ ଖାଣି ଆହା କେତେ ହେ ଉଛୁଅ ଖାଣି ରାଗେ ଜର ଜର ହୋଇ ମତେ ନର দেখাই ধমক দিয়ে আহে জনে দেখাই ধমক দিয়ে কেতে কহিয়ে হুকহ কেবে ততে দেখায় কে উঠি দিয়ে তোকে দেখায় কে উঠি দিয়ে রজনী কহিলা ମୁଁ ହଉଛି ବଡ আচ্ছা କାରଣ ଥରେ ଦିଥର ନହେଲେ ତତେ ଦେଖିଦେବି ରେ ପୁଅ ହଉଛି ମତେ ଏକା ଦେଖୁଛି এ মুন্ডা উষ্ণা দেখুছি তোমাকে কে দেখুছি কি ଲୋକର ହୃଦୟରେ ଭୟ ସଞ୍ଚାର କରିବାର ଯୋଉ ଭାବ ସେଟା ମୋ ପାଖରେ ଏକା ଅଛି আচ্ছা ତତେ ଦେଖିଦେବି ରେ ପୁଅ ବୋଲି ଏମିତି କହିଲେ କେହି ଡରିବେନି বাকি কি হলো বড় ଦେଖିଦେବି ବୋଲି ଯଦି ମତେ ଦେଖେଇ ଦିଏ আচ্ছা ତାହେଲେ ସେ ଲୋକର ହୃଦୟରେ ଭୟ ସଞ୍ଚାର ହେଇଯାଏ তু তো বাকি কি হলো বড় ঘর পড়ো আমরা কত গিয়ে দেখে মতে সিনাই দিকে তারে তো বুঝতে বলি ତେଣୁ ସେ ଦୃଷ୍ଟିରୁ ମୁଁ ହଉଛି ବଡ আচ্ছা ଏ ଦୁଇ ଜଣ ଗଲା ହେରି হ্যাঁ ତୃତୀୟରେ ରହିଲା ମଧ୍ୟମ ঠিক
ମଧ୍ୟରେ ରହିଣ ମଧ୍ୟମା ଶୁଣୁଥିଲା ଏ ରାଣୀ ଶୁଣୁଥିଲା ଏ ରାଣୀ ଅନଳେ ଆହୁତି ପଡ଼ିଲା ପାଣି ଉଠେ ସେ କ୍ଷଣି କେତେ କହୁଥୁରେ ଚାକର ତୁ ତ ବିଷିଆ ମୁଠି ସବୁ ନଷ୍ଟ ଭଷ୍ଟ ହୁଇ ଜହି ପଡ଼େ ତ ଦୃଷ୍ଟି ଜହି ପଡ଼େ ତ ଦୃଷ୍ଟି ମୁସଲମାନ ଲମ୍ବା ଅତିଥି ଏହି ରାମ ମଧ୍ୟରେ ତେଣୁ ଶ୍ରେଷ୍ଠ କରି ରଖିଛି ବିଧି କରି ମଧ୍ୟରେ ବିଧି କରି ମଧ୍ୟରେ ବିଧି କରି ମଧ୍ୟରେ କହିଲା ତୁ ସିନା କହୁଛୁ ବଡ ବୋଲି ଆଚ୍ଛା ଗୋଟିଏ ସଭା ସମିତି ଯଦି ଏଠି ମଝିରେ କାହାର ଆସନ ଥାଉଛି ଚିଫ୍ ଗେଷ୍ଟ ମଧ୍ୟରେ ଆସନ ଥାଉଛି ଏ 5 ଜଣ ଭିତରେ ମଝିରେ କାହାର ଆସନ ଅଛି ତେଣୁ ମୁଁ ଅଛି ଚିଫ୍ ଗେଷ୍ଟ ମୁଁ ସବୁଠୁ ଲମ୍ବା ମତେ ମୁଁ ବଡ ଶ୍ରେଷ୍ଠ ବୋଲି ବିଧି ମତେ ମଝିରେ ରଖିଛି ଆଚ୍ଛା ଦ୍ୱିତୀୟରେ ଯଦି ଲମ୍ବା ଦୃଷ୍ଟିରୁ ଦେଖିବା ତମ ସମାଜ ମୁଁ ଲମ୍ବା ତେଣୁ ମୁଁ ହଉଛି ବଡ ଆଚ୍ଛା ପ୍ରକୃତରେ ତା ଯୁକ୍ତି ଗୋଟେ ଠିକ ହେଲା ଠିକ ତା ପାଖରେ ଦେଲା ଅନାମିକା ଆଚ୍ଛା ସିଏ ମୁଦିଆ ମୁଦି କଣ କହିଲା ରିଙ୍କିନା ସେ ଅନାମିକା କହି ଶୁଣି ସଭିଙ୍କ କଥା ହେ ଶୁଣି ସଭିଙ୍କ କଥା ଅସଙ୍ଗତ ବାଣୀ ଶୁଣି ନ ମନେ ହେ ଲାଗଇ କଥା ହେ ମନେ ଲାଗଇ କଥା ଗପ ହୋମ ବିବାହ ଆଦି ଯଜ୍ଞ ଶୁଭ କରମେ ହେ ଆଜି ଶୁଭ କରମେ ବତୁ ଲଗାଇବା ସୁଯୋଗ ଅଛି କାହା କରମେ ହେ ସତେ କାହା କରମେ ସେ ସୁଯୋଗ ମୋର କପାଳେ ବିହି ଲେଖି ଦେଇଛି ହେ ବିହି ଲେଖି ଦେଇଛି ଅଗାଡୁ କପଣେ ବହୁତ ଲାଜ ନାହିଁ କି କିଛି ହେଲା ତ ନାହିଁ କି କିଛି କହିଲେ ସବୁଠୁ ଶ୍ରେଷ୍ଠ କର୍ମ ହଉଛି ବୈଦିକ କର୍ମ ଯେକୌଣସି ଗୋଟିଏ ଯଦି ଶୁଭ କର୍ମ କରିବାକୁ ଯିବ ଆଚ୍ଛା ତାହେଲେ ପୁରୋହିତ ପ୍ରଥମରେ ବଟୁଟିଏ କରିକରି ମୋ ଦେହରେ ଲଗାଏ ତାପରେ ଆଉ ମୋ ନାଁ ହଉଛି ରିଙ୍ଗ ଫିଙ୍ଗର ମୁଁ ହଉଛି ମୁଦିଆ ମୁଦି ଆଚ୍ଛା ତେଣୁ ଏ ସୌଭାଗ୍ୟ ତମର କାହାର କପାଳରେ ଅଛି ତୁମ ଭାଗ୍ୟରେ ଅଛି କି ତେଣୁ ମୁଁ ହଉଛି ବଡ ଆଚ୍ଛା ଠିକ ହେଲା ହଁ ତା ପାଖରେ ଅଛି କନିଷ୍ଠା ସବୁଠୁ ଯେ ଜାତ ଲଙ୍କାରେ ବାସ କରି ହାତ ହସି ଅନିଷ୍ଠି ହସି କନିଷ୍ଠିକା କହି ଶୁଣି ସଭିଙ୍କ ରୀତି ଶୁଣି ସଭିଙ୍କ ରୀତି ଶୁଣିଲି ଶୁଣିଲି ତୁମର ବହୁ ରହିଛି କୀର୍ତ୍ତି ସଂସାରରେ ସେବାକୁ ପ୍ରାଧାନ୍ୟ ପରା ଦିଆଯାଉଛି ସେ ସୌଭାଗ୍ୟ ମୋର କପାଳେ ବିଧି ଲେଖି ଦେଇଛି କୋଠେକେ ମାରିଲେ ବିଧାଏ ମୁଦେ ରହି ତଳେ ରହି ତଳେ କରିଲେ ଉଠ ସେ କଥା ସଦା ମନେ ମୁହାରେ ସଦା ମନେ ମୁହାରେ କନିଷ୍ଠିକା କହିଲା ଦେଖ ଆଚ୍ଛା ମୁଁ ଛୋଟ ହେଲେ ମଧ୍ୟ ଯଦି କାନଟିଏ ଯଦି କୁଣ୍ଡେଇ ଲାଗିଲା ମୁଁ ଯାଇକି ତାକୁ ଦୂର କରୁଛି ସିନା ତମ କାହାର ସେ ସାମର୍ଥ୍ୟ ନାହିଁ ଯଦି କାଟା କୁମିଲା ଏ ଆଙ୍ଗୁଠା ସିନା ପଡୁଛି ତମ ଆଙ୍ଗୁଠି ମାନେ ଏ ଯାଇ ଦୀର୍ଘାଟେ ମାରିବ ତଳେ ରହି ମୁଁ ମାଡ଼ ଖାଉଛି ତମକୁ ବଞ୍ଚଉଛି ତମମାନଙ୍କୁ ସମ୍ଭାଳୁଛି ମୋ ମୂଳ ଫାଉଣ୍ଡର ତେଣୁ ମୁଁ ହଉଛି ବଡ ଆଚ୍ଛା ଶୁଣ ସଭ୍ୟ ଜନମାନେ ହେ ଦେଇ ମନ କର୍ମ କୌଣସି ପ୍ରକାରେ କରି ନହିଲା ସମାଧାନ ବିଚାରିଲେ ବିଧାତା ତ କରିଛନ୍ତି ସୃଷ୍ଟି ତେଣୁ ବିଧି ଉପରେ ପକାଇଲେ ଦୃଷ୍ଟି ଭାଙ୍ଗଲେ ତାଙ୍କ ଜନ ହୋଇ ତର ତର ଦେଖିଲେ ତ ପରେ ବସିଛନ୍ତି ବେଦବର ଜଣ ପଚାରନ୍ତି ବିଧାତାଙ୍କୁ ଯାଇ କିଏ ବଡ଼ ଆଗେ କହନ୍ତୁ ବୁଝାଇ ଭାଇରେ ये କୌଣସି ପ୍ରକାର କଳି ସମାଧାନ ହେଲାନି ସେ କହିଲା ମୁଁ ଭେଟ ଇଏ କହିଲା ହମ କିସେ ବୋଳ କହିଲେ ଏକ ତାର କଣ ମିଳିବ ଯିଏ ଆମକୁ ସୃଷ୍ଟି କରିଛନ୍ତି ତାଙ୍କ ପାଖକୁ ଯିବା ଆଚ୍ଛା ସେ ଯାହାକୁ ବଡ କହିବ ସିଏ ଏକା ବଡ ହେଇଛି ଠିକ 5 ଜଣ ଆଗ ଗଲେ ଆଚ୍ଛା ଯାଇକରି କଣ କଲେ ସେଟା ବିଧାତାଙ୍କ ପାଖରେ ପହଞ୍ଚିଗଲେ ଠିକ 5 ଜଣ ଏକା ସ୍ୱରରେ କହିଲେ କିଏ ବଡ କହନ୍ତୁ ଆଚ୍ଛା ବିଧାତା କହିଲେ ଦେଖ ମୁଁ ତ ତାହାକୁ ସୃଷ୍ଟିରେ ବଡ ସ୍ଥାନ କରି ସୃଷ୍ଟି କରିନି ହଁ ବର୍ତ୍ତମାନ ଗୋଟେ ପରୀକ୍ଷା କରିଦେବା ଆଚ୍ଛା ସେଥିରେ ଯିଏ ଉତ୍ତୀର୍ଣ୍ଣ ହେଲେ ସିଏ ବଡ ହେବ ଆଜିକାଲି ପରୀକ୍ଷା ହୁଏ ହଁ ହଁ ଜଳ ପାତ୍ର ଭରି ସମ୍ମୁଖରେ ଦେଲେ ଥୋଇ ଏକା ଯେ ଟେକିବ ବଡ ହୋଇବ ତ ସେହି
ଗୋଟେ ପାଣି ଭର୍ତ୍ତି କରି ଆଣି ଗୋଟେ ଗଡୁ ଥୋଇଦେଲେ ଘରେ ଉଠା କହିଲେ ଏକୁଟିଆ ଯିଏ ତାକୁ ଟେକିଦବ ସିଏ ବଡ ହବ ଜଣ ଜଣ ହୋଇ 5 ଅଙ୍ଗୁଳି ଚଳିଲେ ଏକାଠି ପଟକୁ କେହି ଟେକି ନ ପାରିଲେ ଭାଇରେ ଜଣ ଜଣ ହେଇକି 5 ଜଣ କାହା କଲେ କିନ୍ତୁ ଗୋଟେ ଆଙ୍ଗୁଠିରେ ପାଣି ଗ୍ଲାସ बोले पानी मोटे बड़ो इनते के ना କହିଲେ ଦେଖ ତାହେଲେ ତମେ 5 ଜଣ ମିଶିକି ଯାଇ ଚେଷ୍ଟା କର अच्छा ଯେତେବେଳେ 5 ଜଣ ଯାଇକରି ମିଶିଗଲେ ଆହା। ସେତେବେଳେ ଆରାମରେ ପାଣି ଆସେ हमारे आसर उठी दिले ବୋଲେ ଦେଖିଲେ ତ हां ତେଣୁ ସମସ୍ତେ ଯଦି ଆମେ ମିଳିମିଶି କରି କାମ କରିବା अच्छा ତାହେଲେ हमारे देश गोटे अग्रगण्य देश ତେଣୁ ଏ ସଂଘରେ ଆମେ ସମସ୍ତେ ହଉଛେ ଗୋଟିଏ ଗୋଟିଏ ଆଙ୍ଗୁଠି हां ଆମେ ସମସ୍ତେ ମିଶିକରି ଯଦି କାର୍ଯ୍ୟ କରିବା ଆଚ୍ଛା। ତାହେଲେ ନିଶ୍ଚିତ ଭାବରେ ସଂଘ ଅଗ୍ରସର ହେବ यूनिटी पावर ଜୟ ଜଗନ୍ନାଥ ଜଗତ ଜଗନ୍ନାଥ रक्ष रक्षक हरि ମହାପ୍ରଭୁ रक्ष रक्षक हरि ଏ ସଂସାର ଦୁଃଖ ଦୂର ହୋଇଯାଉ तव नाम धरि धरि ହେ ହରି तव नाम स्मरि स्मरि ହେ ହରି तव नाम धरि धरि सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःखभाग् भवेत् ॐ शान्ति 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 धन्यवाद पंडित श्रीयुक्त मंगल मिश्र महोदय शिक्षा को कर्म भाव में आप ग्रहण कर सुधा दासकाठिया प्रति आपंकर जो ममता वास्तव में ताहा चिदाकर्षक निखिलोत्कल दासकाठिया कलाकार संघ तरफ आम मैंने आपण सम्मुखें आपण निकट में कृतज्ञता ज्ञापन करुचु एवं श्रीयुक्त देवेंद्रनाथ दास शर्मा को अनुरोध करुच्ची आपको परवर्ती